ଆପଣଙ୍କର ଆପଣମାନେ ଦେଖିବେ ଯେ ଯେତେବେଳେ ଲୋକମାନେ ହୃଦବୋଧ କରିବେ ଯେ ସରକାର କେବଳ କଥାରେ ସୀମିତ ଅଛନ୍ତି, ପଦକ୍ଷେପ ନେବା ପାଇଁ ଏମାନଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ, ସେତେବେଳେ ଲୋକଙ୍କ ଅନ୍ତରାତ୍ମାକୁ ବାଧେ ଏବଂ ସେଇଥିପାଇଁ ସେ ପ୍ରତିକ୍ରିୟାଶୀଳ ହୁଏ ଏବଂ ପ୍ରତିବାଦ ମଧ୍ୟ କରେ। ଆଉ ପ୍ରତିବାଦ କଲାବେଳେ ସେଟା କୋଉ ରୂପ ନେବ ସେଟା କେହି କହିପାରିବେ ନାହିଁ। ଆପଣ ଦେଖିବେ ଛତିଶଗଡ଼ ଭିତରେ ସିମେଣ୍ଟ କଂକ୍ରିଟରେ ବନ୍ଧ ବାନ୍ଧିଲେ ବଡ଼ ବଡ଼ ବ୍ୟାରେଜ, ଉପନଦୀ ଗୁଡ଼ାକରେ ଶହ ଶହ ବନ୍ଧ ବାନ୍ଧିଲେ। ମହାନଦୀ ଚିରସ୍ରୋତା, ସିଏ ବର୍ତ୍ତମାନ ପୁରା ପେଟ ଶୁଖିଲା ପଡ଼ିଛି ଏବଂ ଆହୁରି ଅଧିକାରୁ ଅଧିକା ବିଭିନ୍ନ ତରିକାରେ ଛତିଶଗଡ଼ର ସରକାର ହୁଅନ୍ତୁ ଲୋକମାନେ ହୁଅନ୍ତୁ ପାଣିକି ଅଟକାଉଛନ୍ତି। ଏ ବର୍ଷ ଗୋଟେ ନୂଆ କଥା ଦେଖାଗଲା। ଛତିଶଗଡ଼ ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରକୁ ଗୋଟେ ନୂଆ ଭେଟି ଦେଲେ ଯେ ଯେଉଁ ଅଳ୍ପ ଟିକେ ଟିକେ ପାଣି ସୁରୁକା ହେଇକି ଆସୁଥିଲା ସେଇଟାକୁ ବାଲି ବନ୍ଧ ପକେଇକି ତାକୁ ମଧ୍ୟ ବାନ୍ଧିଦେଲେ, ଯେତେବେଳେ ଖରାଦିନେ ପାଣି ଆସିବାର ଆବଶ୍ୟକତା ଅଛି। ଏବଂ ଏପଟେ ସରକାର କହୁଛନ୍ତି ଟ୍ରିବ୍ୟୁନାଲରେ କ'ଣ କହୁଛନ୍ତି ତାକୁ ସାର୍ବଜନୀନ କରୁନାହାନ୍ତି ଏବଂ ଟ୍ରିବ୍ୟୁନାଲ ଯେତେବେଳେ ଚାଲୁଛି, ଯେତେବେଳେ ଲୋକମାନେ ଯାଇକି ବସୁଛନ୍ତି ଶୁଣିବୁ କ'ଣ ଟ୍ରିବ୍ୟୁନାଲରେ ତାଙ୍କୁ ବଳପୂର୍ବକ ବାହାର କରିଦିଆଯାଉଛି ଏବଂ ଟ୍ରିବ୍ୟୁନାଲରେ କ'ଣ ପକ୍ଷ ରଖୁଛନ୍ତି ଏମାନେ ଜଣାପଡ଼ୁନି। ବାହାରକୁ ଆସିକି କହୁଛନ୍ତି ଆମେ ଆପୋଷ ସମାଧାନ କରିବୁ। ଆପୋଷ ସମାଧାନ କରିବାର କଥା କଣ୍ଟ ଦେଉଛନ୍ତି, ଦିନ ଧାର୍ଯ୍ୟ କରୁଛନ୍ତି, ତାହା ପୁଣି ମଧ୍ୟ ଗଡ଼ି ଗଡ଼ି ଯାଉଛି। ଏବେ କ'ଣ ଯିବେ ବୋଲି କହିଛନ୍ତି, ସେ ଯିବାର କିଛି ମାନେ ହିଁ ନାହିଁ। ତୁମର ତ କେନ୍ଦ୍ର ସରକାର ଅଛି ବିଜେପି, ଛତିଶଗଡ଼ରେ ଓଡ଼ିଶାରେ ବିଜେପି ସରକାର। ଛତିଶଗଡ଼ ସରକାର କେବେ ବି କହିବ ଆମେ ପାଣି ଛାଡ଼ିବୁନି, ଓଡ଼ିଶା ସରକାର କହିବ ପାଣି ଦିଅ। ଏ ଗଣ୍ଡଗୋଳ ଭିତରେ କେନ୍ଦ୍ର ସରକାର ଯଦି ମଧ୍ୟସ୍ଥି କରିବେ, ଛତିଶଗଡ଼କୁ ବୁଝେଇବେ, ତାହେଲେ ଓଡ଼ିଶା ଟିକେ ପାଣି ପାଇବ। କିନ୍ତୁ କେନ୍ଦ୍ର ଅହେତୁକ ନୀରବତା ଅବଲମ୍ବନ କରୁଛନ୍ତି, ଯାହା ଫଳରେ କି ଏ ଗୋଟେ ସମାଧାନ ହେବାର ବାଟ ଦେଖାଯାଉ ନାହିଁ। ଏବଂ ଆପଣଙ୍କୁ କହି ରଖେ, ଯେହେତୁ ଗୋଟେ ସୁଯୋଗ ଆସିଛି ତିନିଟା ଏକ ସରକାର ବିଜେପି ଏବଂ ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିବେ ନାହିଁ, ମହାନଦୀ ଶୁଖିଲା ପଡ଼ିବ। ମହାନଦୀର ବାଲି ଯେତେବେଳେ ମାର୍ଚ୍ଚ ଏପ୍ରିଲ ମେ ମାସରେ ଭୟଙ୍କର ତାତିରେ ଖଇ ଫୁଟୁଥିବ, ସେତେବେଳେ ଲୋକଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେବ। ଆଉ ପ୍ରତିକ୍ରିୟା ଭୟଙ୍କର ରୂପ ନେଇ କ'ଣ କରିବେ କିଛି ଠିକ୍ ଠିକଣା ନାହିଁ। ବିରୋଧ ହେବ, ବିକ୍ଷୋଭ ହେବ, ଦରକାର ପଡ଼ିଲେ ଲଢ଼େଇ ବି ହେବ। ସେ ଲଢ଼େଇର ପରିଣାମ କ'ଣ ହେବ କେହି କହିପାରିବେନି, କେଉଁ ରୂପ ନେବ କେହି କହିପାରିବେନି। ଆଜି ଏହି କଥାଟା ସରକାରଙ୍କୁ ଆମେ ଚେତାବନୀ ଦେବାକୁ ଚାହୁଁଛୁ। ଆସନ୍ତାକାଲି ତାର ଗୋଟେ ଝଲକ ମିଳିବ ବୋଲି ବର୍ତ୍ତମାନ ଗଣମାଧ୍ୟମରେ ପ୍ରଚାର ଚାଲିଛି। ଦେଖାଯାଉ ଭବିଷ୍ୟତ କେତେ ଭୟଙ୍କର ପରିଣତିକୁ ଅପେକ୍ଷା କରୁଛି।